ଆପଣ ଜାଣିଛନ୍ତି ଯେ ଖୁବ୍ ଶୀଘ୍ର ଯାହାକି ନଭେମ୍ବର ମାସରେ ଯେଉଁ ମଣ୍ଡି ଷ୍ଟାର୍ଟ ହେବାକୁ ଯାଉଛି, ଆପଣମାନେ ଜାଣିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ଖୁବ୍ ଶୀଘ୍ର ମଣ୍ଡି ଷ୍ଟାର୍ଟ ହେବାକୁ ଯାଉଛି। ନଭେମ୍ବର ଶେଷ ପର୍ଯ୍ୟାୟରେ ଯେତେବେଳେ ମଣ୍ଡି ଷ୍ଟାର୍ଟ ହେବ, ତା ପରବର୍ତ୍ତୀ ସମୟରେ ସବୁ ଜିଲ୍ଲାଗୁଡ଼ିକରେ ଡିସେମ୍ବରରୁ ଜାନୁଆରୀ ଭିତରେ ମଣ୍ଡି ଯେତେବେଳେ ଷ୍ଟାର୍ଟ ହେବ, ସେତେବେଳେ ଟୋକନ୍ ଗୁଡ଼ିକ ଫାୟାର ହେବ, ଅର୍ଥାତ୍ ଟୋକନ୍ ଗୁଡ଼ିକ ଆପଣମାନଙ୍କ ମୋବାଇଲକୁ ଆସିବ। ତ ଟୋକନ୍ ନ ଆସିବାର ତିନୋଟି କାରଣ ମୁଁ କହିବି। ଯଦି ଆପଣଙ୍କର ସେଇ ତିନୋଟି କାରଣ ରହୁଛି ତ ଆପଣମାନେ ଏ ବର୍ଷ ମଣ୍ଡିରେ ଧାନ ଦେଇପାରିବେ ନାହିଁ, ଟୋକନ୍ ଆସିବ ନାହିଁ। ଯଦି ବା ଟୋକନ୍ ଆସେ ଆପଣ ଧାନ ଦେଇପାରିବେ ନାହିଁ। ସେ ତିନୋଟି ଯାକ ପର୍ଯ୍ୟାୟ, ତିନୋଟି ଯାକ କାରଣ ମୁଁ ନିହାତି ଭାବରେ ବର୍ଣ୍ଣନା କରିବି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗିବ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅନ୍ କରିଦେବେ, ଯାହାଫଳରେ ଏଇଭଳି ଇନଫର୍ମେସନ୍ ଆପଣମାନଙ୍କ ପାଖରେ ସହଜରେ ଯାଇକି ପହଞ୍ଚିପାରିବ। ତ ଦେଖନ୍ତୁ, ପ୍ରଥମ ପଏଣ୍ଟ ହେଉଛି ବର୍ତ୍ତମାନ ସୋସାଇଟି ଗୁଡ଼ିକୁ ବା ସମବାୟ ସମିତିକୁ ଲିଷ୍ଟ ଆସିଛି, ଯେଉଁ ଲିଷ୍ଟରେ ଯଦି ଆପଣଙ୍କର ନାଁ ଅଛି ତ ଆପଣମାନେ ନିହାତି ଭାବରେ ଧାନ ଦେଇପାରିବେ ନାହିଁ। ସେ ନାଁ କ'ଣ ନା, ଯଦି ମୁଁ ଆଗରୁ କହିଥିଲି ପୂର୍ବ ଭିଡ଼ିଓରେ, ଏ ଭିଡ଼ିଓରେ ମଧ୍ୟ କହୁଛି, ଯଦି ଆପଣମାନଙ୍କର DBT ଲିଙ୍କ ନାହିଁ, ଆକାଉଣ୍ଟରେ KYC ନାହିଁ, DBT ଲିଙ୍କ ହେଇନାହିଁ, ତ ଏ ବର୍ଷ ଯଦି ବା ଟୋକନ୍ ଆସେ ଧାନ ଦେଇପାରିବେ ନାହିଁ, ହୁଏତ ଟୋକନ୍ ମଧ୍ୟ ନ ଆସିପାରେ। ଇଏ ଗଲା ପ୍ରଥମ ପଏଣ୍ଟ। ଆପଣମାନଙ୍କର ପଏଣ୍ଟ ରହିଛି, ଯଦି ଆପଣମାନଙ୍କର ଏଇ ଲିଷ୍ଟରେ ନାଁ ଅଛି ଆପଣମାନଙ୍କର ଟୋକନ୍ ଆସିବ ନାହିଁ, ଯଦି ବା ଟୋକନ୍ ଆସେ ଆପଣମାନେ ଧାନ ବିକ୍ରି କରିପାରିବେ ନାହିଁ। ପ୍ରଥମ ପଏଣ୍ଟ ଗଲା। ଦ୍ୱିତୀୟ ପଏଣ୍ଟ ହେଉଛି, ଯଦି ଆପଣମାନେ ପଡ଼ିଆ ଜମି ଦେଇଛନ୍ତି ତ ଯେ ପର୍ଯ୍ୟନ୍ତ ଆପଣମାନଙ୍କର ସର୍ଭେ ହୋଇନାହିଁ ସେ ପର୍ଯ୍ୟନ୍ତ ଆପଣମାନଙ୍କର ଟୋକନ୍ ଆସିବ ନାହିଁ। ଟୋକନ୍ ନ ଆସିଲେ ଆପଣ ମଧ୍ୟ ଧାନ ଦେଇପାରିବେ ନାହିଁ। ଯଦି ପଡ଼ିଆ ଜମି ଭୁଲରେ ବି ଦେଇଛନ୍ତି ତ ସୋସାଇଟି ସହିତ ଯୋଗାଯୋଗ କରନ୍ତୁ। ନଭେମ୍ବର ପ୍ରଥମ ସପ୍ତାହରେ ଆପଣମାନଙ୍କ ଲିଷ୍ଟ ଆସିଯିବ। ଯଦି ଆସିଛି ତ ତାଙ୍କୁ ତୁରନ୍ତ ଡାକିକି ଆପଣଙ୍କର ଭେରିଫିକେସନ୍ କରିନିଅନ୍ତୁ। ଯେଉଁଗୁଡ଼ିକ ପଡ଼ିଆ ଜମି ସେମାନେ କାଟିଦେବେ। କାଟିଲା ପରେ ଆପଣମାନଙ୍କର ସହଜରେ ଟୋକନ୍ ଗୁଡ଼ିକ ଆସିପାରିବ ବା ଆପଣ ଧାନ ଦେଇପାରିବେ। ଆଉ ତୃତୀୟ ପଏଣ୍ଟ ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ ପଏଣ୍ଟ, ଆପଣମାନେ ନିହାତି ଜାଣିବା ଦରକାର। ଯେତେବେଳେ ଟୋକନ୍ ଗୁଡ଼ିକ ଫାୟାର ହେବ, ଅର୍ଥାତ୍ ଯେତେବେଳେ ଟୋକନ୍ ଆସିବ ଆପଣମାନଙ୍କ ଧାନ ଦେବା ପାଇଁ ବା ଟୋକନ୍ ଡେଟ୍ଟା ଆସିବ ଏତିକି କୁଇଣ୍ଟାଲ, ତ ଆପଣ ସେଠି କ'ଣ କରିବେ ନା, ନିଜ ନିଜ ମୋବାଇଲରେ ନିହାତି ଭାବରେ ଇନକମିଂ ଆଉଟଗୋଇଂ ବାଲାନ୍ସ ପକାଇବାକୁ ପଡ଼ିବ। ଯଦି ଆପଣମାନଙ୍କର ବାଲାନ୍ସ ନଥିବ ସେହି ସମୟରେ ଆସୁଥିବା ମେସେଜ୍ ଆଉ ପରବର୍ତ୍ତୀ ସମୟରେ ଆସିବ ନାହିଁ। ଆପଣମାନେ ଭାବିବେ ହୁଏତ ମୁଁ ଏ ବର୍ଷ ଧାନ ଦେଇପାରିବିନି କାରଣ ମୋର ଟୋକନ୍ ଆସିନାହିଁ। ତାର କାରଣ ହେଉଛି ଆପଣମାନେ ଯେହେତୁ ରିଚାର୍ଜ ନ କରିଥିବେ, ରିଚାର୍ଜ ନ କଲେ ମାନେ ଆପଣମାନଙ୍କର ମୋବାଇଲକୁ କୌଣସି ବି ମେସେଜ୍ ଆସିବ ନାହିଁ। ତ ସେଥିପାଇଁ ସଫିସିଏଣ୍ଟ ରିଚାର୍ଜ ନଭେମ୍ବର, ଡିସେମ୍ବର, ଜାନୁଆରୀ 3 ମାସ ପାଇଁ ରଖିବେ। ଛୋଟ ଫୋନ୍ ହେଇଥିଲେ ମୋବାଇଲ ଫୋନ୍ ଗୁଡ଼ିକରେ ଥିବା ମେସେଜ୍ ଗୁଡ଼ିକୁ ଡିଲିଟ୍ କରନ୍ତୁ, କାରଣ ଅତ୍ୟଧିକ ମେସେଜ୍ ସକାଶେ ଆପଣଙ୍କର ମେସେଜ୍ ୱେଟିଂରେ ରହିଯାଏ, ମେସେଜ୍ ଆସେ ନାହିଁ। ସେଥିପାଇଁ ଅନୁରୋଧ ଯେ ଆପଣଙ୍କର ମୋବାଇଲରେ ଥିବା ସବୁତିକ ମେସେଜ୍, ଯଦି କୌଣସି ମେସେଜ୍ ଆବଶ୍ୟକତା ଅଛି ରଖନ୍ତୁ, ନଚେତ୍ କାଟିକି ଉଡ଼େଇ ଦିଅନ୍ତୁ। ଇଏ ହେଲା ତୃତୀୟ ପଏଣ୍ଟ। ମୁଁ ଆହୁରି ଗୋଟେ କଥା କହି ରଖୁଛି, ଯଦି ଇନକେସ୍ ଆର ଭିତରୁ କୌଣସି ବି ଆପଣମାନଙ୍କର ହୋଇଥାଏ, ଯଦି ଟୋକନ୍ ଆସିନଥାଏ ତ କେମିତି ଟୋକନ୍ ପାଇପାରିବେ ପୁନର୍ବାର ଆଉଥରେ ମୁଁ ନିହାତି ଭାବରେ ଆପଣମାନଙ୍କୁ ଜଣେଇବି। ସେଇ ଭିଡ଼ିଓଟି ମୁଁ ଖୁବ୍ ଶୀଘ୍ର ଅପଲୋଡ଼ କରୁଛି। ତ ଆପଣମାନେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ଟି ଅନ୍ କରନ୍ତୁ। ତ ମୁଁ ଆଶା କରୁଛି ଏଇ ତିନୋଟି ବିଷୟରେ ଯଦି ଆପଣମାନଙ୍କର କୌଣସିଟି ବି ଭୁଲ ଅଛି ତ ଆପଣମାନେ ଏ ବର୍ଷ ମଣ୍ଡିରେ ଧାନ ଦେବାକୁ ବଞ୍ଚିତ ହୋଇପାରନ୍ତି। ତ ଖୁବ୍ ଶୀଘ୍ର ଆପଣମାନେ ଏହାର ସମାଧାନ ନିହାତି ଭାବରେ କରି ରଖନ୍ତୁ। ରହୁଛି, ଭେଟ ହେବ ନୂଆ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।